ସବୁବେଳେ ଗାଁ ଗହଳିରେ ଗୋଟେ କଥା କୁହାଯାଏ, ମାଗି ଅଣା ତୁଣ ସଡ଼କେ। ମାନେ ଆପଣ ଯୋଉଠୁ ଯାହା ତୁଣ ମାଗି ଆଣିଥିବେ ବା ତରକାରୀ ମାଗି ଆଣିଥିବେ ବା କିଏ ଯଦି ଆପଣଙ୍କୁ ଦେଇଥିବ, ତାକୁ ଗୋଟେ ସଡ଼କରେ ସରିଯାଏ, ଆଉ ସେକେଣ୍ଡ ଟାଇମ୍ ଆପଣ ଖୋଜିଲେ ମିଳିବନି। ଠିକ୍ ସେମିତି ଆଜ୍ଞା, ମଣିଷ ଜୀବନରେ ଆପଣ ଯେତେ ବି ଆପଣଙ୍କର ପ୍ରତିଭା ଅଛି, ଆପଣ ତାକୁ ପ୍ରସ୍ଫୁଟିତ କରନ୍ତୁ। କପି କରୁଥିବା ବା ଅନ୍ୟ କାହା ପାଖରୁ ଚୋରେଇ କରି କିଛି ଜିନିଷ ଆଣି ଆପଣ ସୋସିଆଲ ମିଡ଼ିଆରେ ପୋଷ୍ଟ କରିପାରନ୍ତି, ତାହା ବି ମଧ୍ୟ ସେ ମାଗି ଅଣା ତୁଣ ଭଳି ସଡ଼କ ହୋଇଥାଏ। ଆପଣ ସବୁବେଳେ ନିଜର କ୍ୱାଲିଟିକୁ ଡେଭଲପ୍ କରାନ୍ତୁ, ନିଜର ପ୍ରତିଭାକୁ ପ୍ରସ୍ଫୁଟିତ କରିବା ଦିଗରେ ଆପଣ ଯତ୍ନବାନ ହୁଅନ୍ତୁ ଏବଂ କେମିତି ଆପଣ ନିଜକୁ ନିଜେ ଆପଣ ଆହୁରି ଆଗକୁ ଯାଇପାରିବେ ବା ଆପଣଙ୍କ ଭିତରେ ଥିବା ଲୁକାୟିତ ପ୍ରତିଭାକୁ ଆପଣ ଦୁନିଆ ଦାଣ୍ଡରେ ଦେଖାଇ ପାରିବେ ବା ଦୁନିଆକୁ ଆପଣ ତାହା ପରିଚିତ କରାଇ ପାରିବେ, ସେ ଦିଗରେ ଯତ୍ନବାନ ହୁଅନ୍ତୁ। କେବେ ବି କୌଣସି ମାଗି ଅଣା ତୁଣ ଭଳି କାହାର କଥାକୁ କପି କରନ୍ତୁ ନାହିଁ କିମ୍ବା କାହାର କୌଣସି ଜିନିଷକୁ କପି କରନ୍ତୁ ନାହିଁ। ତାକୁ ମଧ୍ୟ କୁହାଯିବ ମାଗି ଅଣା ଜ୍ଞାନ ସଡ଼କେ ଆଜ୍ଞା। ଏଇ ତ ଜୀବନର କଥା।